ସରକାର କିଣିବେ ଆଦିବାସୀଙ୍କ ଜମି। ଖୁବ୍ ଶୀଘ୍ର ଗଠନ ହେବ ସରକାର କର୍ପସ ଫଣ୍ଡ। ପ୍ରତିପତ୍ତି ବା ଧନୀ ଲୋକ ଆଉ ଚାପ ପକାଇ ଅନୁସୂଚିତ ଜନଜାତି ଓ ଜାତି ଲୋକଙ୍କ ଜମି ହଡପ କରିପାରିବେନି। ଏଣିକି ସରକାର କିଣିବେ ଆଦିବାସୀଙ୍କ ଜମି। ଅନୁସୂଚିତ ଜନଜାତି ଓ ଜାତିବର୍ଗର ଲୋକଙ୍କ ଜମି କିଣିବେ ରାଜ୍ୟ ସରକାର। ଏଥିପାଇଁ ଖୁବ୍ ଶୀଘ୍ର ସରକାର କର୍ପସ ଫଣ୍ଡ ଗଠନ କରିବାକୁ ଚିନ୍ତା କରୁଛନ୍ତି। ଏଥିପାଇଁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କମିଟି ଗଠନ କରାଯାଇଛି। କମିଟିରେ ଏସଟିଏସି ବିଭାଗର ପ୍ରମୁଖ ସଚିବ, ଏସଟିଏସି ବିଭାଗର ନିର୍ଦ୍ଦେଶକ, ବିଶେଷଜ୍ଞ, କିଛି ଅଭିଜ୍ଞ ଅଧିକାରୀ ରହିବେ। ସେମାନେ ଏ ବାବଦରେ ନିରୀକ୍ଷଣ କରି ରିପୋର୍ଟ ଦେବେ। ଏହାସହ ଅନୁସୂଚିତ ଜନଜାତି ଓ ଜାତିମାନଙ୍କର ସଂଗଠନ, ବିଭିନ୍ନ ରାଜନୈତିକ ଦଳ, ଏସଟି ଏବଂ ଏସସି ବିଭାଗର ଗୃହ କମିଟି, ବିଧାୟକମାନଙ୍କର ପରାମର୍ଶ ମଧ୍ୟ ନିଆଯିବ। ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେଲା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ଓଡ଼ିଶାକୁ ଫେରିଲା କରୋନା। ପ୍ରଥମ ଆକ୍ରାନ୍ତ ଭୁବନେଶ୍ୱରରେ ଫେରିଥିଲେ ରାଜଧାନୀରୁ। ପୁଣି ଓଡ଼ିଶାକୁ ଫେରିଛି କରୋନା। 3 ବର୍ଷ ବ୍ୟବଧାନ ପରେ ଓଡ଼ିଶାକୁ କରୋନା ଫେରିଛି। ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ଆକ୍ରାନ୍ତ। ଆକ୍ରାନ୍ତ ଜଣକ ରାଜଧାନୀ ଭୁବନେଶ୍ୱର ବୋଲି ଜଣାପଡ଼ିଛି। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ଆକ୍ରାନ୍ତ ଜଣକ ପୁରୁଷ ଥିବାବେଳେ ଏବେ ସେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ସୂଚନା ମିଳିଛି। ଓଡ଼ିଶାକୁ କରୋନାର ନୂଆ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଛନକା ପଶିଛି। ସୂଚନାଯୋଗ୍ୟ, ଦକ୍ଷିଣ ଏସିଆର ଚୀନ ଏବଂ ସିଙ୍ଗାପୁରରେ କୋଭିଡ୍-19 କାୟା ବିସ୍ତାର କରିଥିବା ବେଳେ ଭାରତରେ ମଧ୍ୟ ବ୍ୟାପିଛି ସଂକ୍ରମଣ। କୋଭିଡ୍-19ରେ ସଂକ୍ରମିତ ହୋଇ ମୁମ୍ବାଇର 2 ଜଣଙ୍କର ମୃତ୍ୟୁ ଘଟିଛି। ଭାରତରେ 257 କୋଭିଡ୍ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଖୁବ୍ ଶୀଘ୍ର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍। ସତର୍କ ରହିବାକୁ ତଳିଆ ଅଞ୍ଚଳକୁ ନିର୍ଦ୍ଦେଶ। ଖୋଲିବ ହୀରାକୁଦ। ଆସନ୍ତା ଜୁନ 1 ତାରିଖରୁ ଯେକୌଣସି ମୁହୂର୍ତ୍ତରେ ହୀରାକୁଦ ଜଳଭଣ୍ଡାର ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଏନେଇ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ। ଉପରମୁଣ୍ଡରେ ବର୍ଷା ଲାଗି ଲଗାତାର ଭାବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ 1 ତାରିଖରୁ ଅକ୍ଟୋବର 31 ତାରିଖ ମଧ୍ୟରେ ହୀରାକୁଦ ଜଳଭଣ୍ଡାର ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାକୁ ଦୃଷ୍ଟିରେ ରଖି 15ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦେଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ନଦୀକୁ ନ ଯିବା ପାଇଁ ବାରଣ କରାଯାଇଛି। ନିଜ ସ୍ତରରେ ଜିଲ୍ଲାପାଳମାନେ ସତର୍କ କରିବାକୁ କୁହାଯାଇଛି। କଳିଙ୍ଗନଗରରେ ମୁଖ୍ୟମନ୍ତ୍ରୀ। ଏକାଧିକ ଶିଳ୍ପ ପ୍ରକଳ୍ପ ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଯାଜପୁର ଗସ୍ତ କରି କଳିଙ୍ଗନଗରରେ ଏକାଧିକ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହ କଳିଙ୍ଗନଗରରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକ ପରିଦର୍ଶନ କରି ଶିଳ୍ପପତିମାନଙ୍କ ସହ ଆଲୋଚନା କରିଛନ୍ତି। ସୂଚନା ଅନୁସାରେ କାଲି ଯାଜପୁରରେ ଗୋଟିଏ ଦିନରେ 1,15,000 କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ 36,000 ନୂତନ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଅବସରରେ ସମବେତ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ବୋଧନ ଦେଇଛନ୍ତି। ଶିଳ୍ପ ସହ ନିଯୁକ୍ତି ଜରିଆରେ ରାଜ୍ୟର ଅଭିବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି। ଆସୁଛି ବଡ଼ ବର୍ଷା। 27ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା। ଲଘୁଚାପ ଆଣିବ ବଡ଼ ବର୍ଷା। ଆସନ୍ତା 27 ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। 2 ଦିନ ଭିତରେ ଏହା ଅଧିକ ଘନୀଭୂତ ହୋଇ ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ପ୍ରଭାବରେ 7 ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ। ପାଣିପାଗ ବିଭାଗ ଅନୁଯାୟୀ 29 ତାରିଖରେ ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିଭଳି ଆରବ ସାଗରରେ ମଧ୍ୟ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ 24 ଘଣ୍ଟାରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଏବଂ ଦେଓଗଡ଼ ବାଦ ଦେଲେ ଅନ୍ୟ 26 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହିସବୁ ଜିଲ୍ଲାର 40ରୁ 50 କିମି ପବନ ରହିବ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମିଲ ହେବେ ବିଧବା ମହିଳା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମିଲ ହେବେ ବିଧବା ମହିଳା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା MMKVY ଅଧୀନରେ ବିଧବା ମହିଳାଙ୍କୁ ସାମିଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହିନ୍ଦୁ ପରମ୍ପରା ଅନୁଯାୟୀ ଜଣେ ସ୍ତ୍ରୀ ପାଇଁ ବିଧବା ହେବା କୌଣସି ଅଭିଶାପଠାରୁ କମ୍ ନୁହେଁ।
କିନ୍ତୁ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଅନେକ ମହିଳାଙ୍କ ଜୀବନରେ ଉପହାର ଆଣିଦେବାକୁ ଯାଉଛି। ବୁଧବାର ଲୋକସେବା ଭବନ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଠାରେ ହୋଇଥିବା ବୈଠକରେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟକାରୀ ହୋଇଥିବା ଆମେ ପଢ଼ିବା ଆମେ ଭାଷାରେ ଏବଂ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ଗରିବ, ଅସହାୟ ଏବଂ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ନଥିବା ପରିବାରଙ୍କୁ ତାଙ୍କର କନ୍ୟା ବିବାହ ପାଇଁ ସହାୟକ ହେବ। ଏହି ଯୋଜନା ଅନୁଯାୟୀ ସାମୂହିକ ବିବାହ କରାଯିବ ଏବଂ ସରକାର ସମସ୍ତ ଖର୍ଚ୍ଚ ବହନ କରିବା ସହିତ ଚାକିରି କରିଥିବା ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର OTET ପଞ୍ଜୀକରଣ ସମୟ ବୃଦ୍ଧି। ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା OTET ପାଇଁ ଅନଲାଇନ୍ ପଞ୍ଜୀକରଣ ଶେଷ ତାରିଖ ଏବଂ ସମୟ ଗୁରୁବାର ପୂର୍ବାହ୍ନ 11:45 ଥିଲା। ଏବେ ଏହାର ଶେଷ ତାରିଖ ମେ 27 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚଳିତ ମାସ ଆରମ୍ଭରେ ମେ 7 ତାରିଖରେ BAC ସ୍ୱତନ୍ତ୍ର OTET ପରୀକ୍ଷା ପାଇଁ ଯୋଗ୍ୟ ଶିକ୍ଷକଙ୍କଠାରୁ ପଞ୍ଜୀକରଣ ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏହି ନୋଟିସରେ BACI ଉଲ୍ଲେଖ କରିଥିଲେ ଯେ ଯୋଗ୍ୟ ଶିକ୍ଷକମାନେ 9 ମେ 2025 ପୂର୍ବାହ୍ନ 8ଟାରୁ ସେମାନଙ୍କ ଅନଲାଇନ୍ ପଞ୍ଜୀକରଣ ପଠାଇ ପାରିବେ। ପେପର 1 ଏବଂ ପେପର 2 ପାଇଁ ସମ୍ପୃକ୍ତ ଲିଙ୍କ ପୃଥକ ଭାବରେ ଅନଲାଇନରେ ଉପଲବ୍ଧ ହେବ ବୋଲି କୁହାଯାଇଥିଲା। କୋଟିଆ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ, ଗଠନ କଲେ ଟାସ୍କଫୋର୍ସ କମିଟି। କୋଟିଆ ପାଇଁ ଫୋକସରେ ରାଜ୍ୟ ସରକାର। କୋଟିଆର ବିକାଶ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କଫୋର୍ସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି। 16 ଜଣଙ୍କୁ ନେଇ ଗଠିତ କମିଟିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ, ପ୍ରମୁଖ ଶାସନ ସଚିବ ଅନୁସୂଚିତ ଜାତି ଓ ଜନଜାତି, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ଶ୍ରମ ଓ କର୍ମ ନିଯୁକ୍ତି ସଚିବ ବିଭାଗ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ, ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ ସଚିବ, ଆଇନ ବିଭାଗ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଏବଂ ଦକ୍ଷିଣ ପଶ୍ଚିମାଞ୍ଚଳ DIG ସହ କୋରାପୁଟ ଜିଲ୍ଲାପାଳ ଓ SP ରହିଛନ୍ତି। କମିଟି ଆସନ୍ତା ଦିନରେ କୋଟିଆରେ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନରେ ସ୍ଥିତି ଅନୁଧ୍ୟାନ କରିବେ। କୋଟିଆରେ ଓଡ଼ିଆ ଅସ୍ମିତାକୁ ନେଇ କାର୍ଯ୍ୟ କରିବ କମିଟି। ଓଡ଼ିଶା ମାଟିରେ ପିଲା ପାଠ ପଢ଼ିବେ, ଓଡ଼ିଶା ଯାହାକୁ ନେଇ କମିଟି କାମ କରିବ। କୋଟିଆରେ ବିକାଶକୁ ନେଇ ରାଜ୍ୟ ସରକାର ନେଇଛନ୍ତି ସ୍ୱତନ୍ତ୍ର ପଦକ୍ଷେପ। ବିଜେଡ଼ିର ଶୃଙ୍ଖଳା କମିଟି ଗଠିତ। ବିଜେଡ଼ିର ଶୃଙ୍ଖଳା କମିଟି ଗଠନ କରାଯାଇଛି। ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଶୃଙ୍ଖଳା କମିଟି ଗଠନ କରିଛନ୍ତି। ଏଥିରେ 7 ଜଣ ସଦସ୍ୟ ରହିଛନ୍ତି। ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ଅମାତ, ଚନ୍ଦ୍ରଶେଖର ସାହୁ, ଡକ୍ଟର ରାଜଶ୍ରୀ ମଲ୍ଲିକ, ଶାରଦା ପ୍ରସାଦ ଜେନା, ଶର୍ମିଷ୍ଠା ସେଠୀ, ଡକ୍ଟର ଲୋପାମୁଦ୍ରା ବକ୍ସିପାତ୍ର କମିଟିରେ ସଦସ୍ୟ ରହିଛନ୍ତି। OSSC ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫା। କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ସୁଧାକର ବୁର୍ଗି। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅଭୟ। ରାଜ୍ୟ ସରକାର ତାଙ୍କ ଇସ୍ତଫାକୁ ତୁରନ୍ତ ଗୃହୀତ କରିଛନ୍ତି। ଏହା ସହ ଅବସରପ୍ରାପ୍ତ IAS ସୁଧାକର ବୁର୍ଗି ଓ OSSC କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରି ଏ ବାବଦରେ ସୂଚନା ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି ଦାୟିତ୍ୱରେ ରହିବେ। ନିକଟରେ OSSC ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ ସୁଧାକର ବୁର୍ଗି। ଉଲ୍ଲେଖଯୋଗ୍ୟ 2021 ଡିସେମ୍ବର 31ରେ DGP ପଦରୁ IPS ଅଭୟ ଅବସର ନେଇଥିଲେ। ଏହାପରେ 2022 ଏପ୍ରିଲ 13ରେ ତାଙ୍କୁ ତତ୍କାଳୀନ ସରକାର ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ସେବେଠୁ IPS ଅଭୟ OSSC ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଆସୁଥିଲେ। ଓଡ଼ିଶାରେ ଗଢ଼ିବ ମେଟ୍ରୋ। ବର୍ଷ ପୂର୍ତ୍ତିରେ ସରକାର ଆଣିବେ ନୂଆ ପ୍ରକଳ୍ପ। ଭୁବନେଶ୍ୱର କଟକରେ ମେଟ୍ରୋ ଗଢ଼ିବା ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଖୁବ୍ ଶୀଘ୍ର ଦୂର ହେବାକୁ ଯାଉଛି। ମେଟ୍ରୋ ପାଇଁ ନୂଆ ପ୍ରକଳ୍ପ ଘୋଷଣା କରିବାକୁ ଯାଉଛନ୍ତି ମୋହନ ସରକାର। କୁହାଯାଉଛି ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂଆ ମେଟ୍ରୋ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ହୋଇପାରେ।
ଏପଟେ ମେଟ୍ରୋ ପ୍ରକଳ୍ପ ପରିସୀମାକୁ ପୂର୍ବ ସରକାର ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ସ୍ଥିର କରିଥିଲେ। ନୂଆ ସରକାର ତ୍ରିଶୂଳିଆରୁ କଟକ ଏବଂ ପରେ ଏସ୍ସିବି ମେଡ଼ିକାଲ ପର୍ଯ୍ୟନ୍ତ ଏହାର କଳେବର ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ଶ୍ରୀକ୍ଷେତ୍ରକୁ ମଧ୍ୟ ମେଟ୍ରୋ ସଂଯୋଗ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ତେବେ ନୂଆ ସରକାର ନୂଆ ଡିପିଆଇ ପ୍ରସ୍ତୁତ ପାଇଁ କମିଟି ଗଠନ କରିଛନ୍ତି। ପ୍ରକଳ୍ପ କେମିତି ଲୋକଙ୍କ କାମରେ ଅଧିକ ଆସିପାରିବ ସେ ନେଇ ମଧ୍ୟ କମିଟି ଅନୁଧ୍ୟାନ କରୁଛି। ନୂଆ ପ୍ରକଳ୍ପ ବାବଦରେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ। ପୋଖରୀ ଖନନ ନ କରି ସରକାରୀ ଟଙ୍କା ଆତ୍ମସାତ। ସରକାରୀ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଅନ୍ୟ 3 ଜଣଙ୍କୁ ଗିରଫ କଲା ଭିଜିଲାନ୍ସ। ମନରେଗା ଅଧୀନରେ ଚାଷ ପୋଖରୀ ଖନନ ନ କରି 20 ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେରଫେର କରିଥିବା ଅଭିଯୋଗରେ ରାୟଗଡ଼ା ଜିଲ୍ଲାର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟରେ 4 ଜଣ ଅଧିକାରୀଙ୍କୁ ଗୁରୁବାର ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗ ତଦନ୍ତ ପରେ ଏହି 4 ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଅଧିକାରୀମାନେ ହେଲେ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ସହ ପ୍ରକଳ୍ପ କାର୍ଯ୍ୟ ଉନ୍ନୟନ ସଂସ୍ଥା ଏପିଡି ସହ ପିଆଇ ରାଜେନ୍ଦ୍ରନାଥ ନାୟକ, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷିକା ଯୋଗେନ୍ଦ୍ର ଖୋସଲ, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ ଦୀପକ କୁମାର ସାହୁ ଏବଂ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ ଶ୍ରୀକୁମାର ନାୟକ। ଅଭିଯୁକ୍ତ ଅଧିକାରୀ ଏବଂ କାର୍ଯ୍ୟାଳୟର କର୍ମଚାରୀମାନେ ଜବ୍ କାର୍ଡ଼ ଥିବା ଶ୍ରମିକଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ସେହି ଟଙ୍କା ଉଠାଇ ନେଇଥିବା ମଧ୍ୟ ଜଣାପଡ଼ିଛି। କାରବାରର ଯାଞ୍ଚ ଚାଲିଛି। ଚୀନ ଓ ବାଂଲାଦେଶର ପୋଷାକ ବିକିଲେ ଲାଗିବ 1.11 ଲକ୍ଷର ଫାଇନ। ଗାର୍ମେଣ୍ଟ ବ୍ୟବସାୟୀ ସଂଘ। ଚୀନ ଓ ବାଂଲାଦେଶ ନିର୍ମିତ କୌଣସି ପୋଷାକ ଭାରତୀୟ ମାର୍କେଟରେ ବିକ୍ରି କଲେ ବିକ୍ରେତାଙ୍କ ଉପରେ 1.11 ଲକ୍ଷ ଟଙ୍କା ଫାଇନ। ଇନ୍ଦୋରର ଏକ ପୋଷାକ ସଂଘ ଗାର୍ମେଣ୍ଟ ଆସୋସିଏସନ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏନେଇ ଇନ୍ଦୋର ରିଟେଲ ଗାର୍ମେଣ୍ଟ ଆସୋସିଏସନ ସଭାପତି ଅକ୍ଷୟ ଜୈନ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଚୀନ ଏବଂ ବାଂଲାଦେଶରେ ତିଆରି ପୋଷାକ ବ୍ୟବସାୟ ଭାରତୀୟ ସ୍ୱାର୍ଥ ବିରୁଦ୍ଧ ବୋଲି ଆମ ସଂଗଠନ ବିଶ୍ୱାସ କରେ। ତେଣୁ ଆମେ ନିଷ୍ପତ୍ତି ନେଇଛୁ ଯେ ଯଦି ଆମର କୌଣସି ସଦସ୍ୟ ଦୋକାନୀ ଏହି ଦେଶଗୁଡ଼ିକରେ ତିଆରି ପୋଷାକ ବିକ୍ରି କରନ୍ତି ତେବେ ସେମାନଙ୍କୁ 1.11 ଲକ୍ଷ ଟଙ୍କା ଜୋରିମାନା କରାଯିବ। କେବଳ ସେତିକି ନୁହେଁ, ଜୋରିମାନା ବାବଦକୁ ଆଦାୟ ହୋଇଥିବା ରାଶିକୁ ଭାରତୀୟ ସେନା ପାଇଁ କେନ୍ଦ୍ର ସରକାରଙ୍କ ପାଣ୍ଠିରେ ଜମା କରାଯିବ ବୋଲି ସେ ଘୋଷଣା କରିଛନ୍ତି। 15 କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଆମ୍ବ ଟାକୁଆ ଜବତ। ଯେଉଁ ଆମ୍ବ ଟାକୁଆ ନେଇ ବିଗତ ଦିନ ଜିଲ୍ଲା ଓ ରାଜ୍ୟ ଓ ଦେଶର ହଇଚଇ ସୃଷ୍ଟି ହୋଇଥିଲା ତାହାର ପୁନରାବୃତ୍ତିକୁ ପଣ୍ଡ କରିଛି ଜିଲ୍ଲା ଖାଉଟି କଲ୍ୟାଣ ବିଭାଗ। 35ରୁ 40 ବସ୍ତା ଆମ୍ବ ଟାକୁଆ ବିକ୍ରି ପାଇଁ ରଖାଯାଇଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ଫୁଲବାଣୀ ସିଭିଲ ସପ୍ଲାଇ ବିଭାଗ। ସୂଚନା ପ୍ରକାରରେ ଫୁଲବାଣୀ ସହରସ୍ଥିତ ଲକ୍ଷ୍ମୀବଜାରରେ ଥିବା ମନ୍ଦାକିନୀ ଟ୍ରେଡର ଆମ୍ବ କୋଇଲି ଥିବା ଖବର ପାଇ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ସିଭିଲ ସପ୍ଲାଇ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହାର ବିକ୍ରି ପାଇଁ କୌଣସି ଲାଇସେନ୍ସ ନ ଦେଖାଇ ପାରିଥିବାରୁ ଖାଦ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏବେ ଏନେଇ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଯୋଗାଣ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର କହିଛନ୍ତି। ଆତଙ୍କବାଦଙ୍କ କୌଣସି ଧର୍ମ ନାହିଁ, ପୁରା ଦୁନିଆ ପାଇଁ ବିପଦ। ଭାରତୀୟ ସାଂସଦଙ୍କ ସହ ବୈଠକ ପରେ ୟୁଏଇ ପ୍ରତିକ୍ରିୟା। ଅପରେସନ ସିନ୍ଦୁର ପରେ ଆତଙ୍କବାଦକୁ ନେଇ ପାକିସ୍ତାନ ବାସ୍ତବତାକୁ ପୁରା ଦୁନିଆକୁ ଜଣାଇବା ପାଇଁ ବିଭିନ୍ନ ଦଳର ଭାରତୀୟ ସାଂସଦ ଅଲଗା ଅଲଗା ଦେଶରେ ଗସ୍ତରେ ଅଛନ୍ତି। ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଧେଙ୍କ ନେତୃତ୍ୱରେ ସାଂସଦଙ୍କ ସର୍ବଦଳୀୟ ପ୍ରତିନିଧିତ୍ୱ ମଣ୍ଡଳ ଗୁରୁବାର ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇର ପ୍ରମୁଖ ବୈଠକ କରିଛନ୍ତି। ଏହି ସମୟରେ ସାଂସଦଙ୍କର ୟୁଏଇ ସଂଘୀୟ ରାଷ୍ଟ୍ରୀୟ ପରିଷଦର ପ୍ରତିରକ୍ଷା ମାମଲା, ଆଭ୍ୟନ୍ତରୀଣ ଓ ବିଦେଶ ମାମଲା ସମିତି ଅଧ୍ୟକ୍ଷ ଡକ୍ଟର ଅଲି ରସିଦ ଅଲ ନୁମାନିଙ୍କ ସହ ମଧ୍ୟ ସାକ୍ଷାତ ହୋଇଥିଲା। ଡକ୍ଟର ଅଲି ରସିଦ କହିଛନ୍ତି ଆତଙ୍କବାଦର କୌଣସି ଧର୍ମ ବା ରାଷ୍ଟ୍ରୀୟତା ନଥାଏ। ଏହା ସମସ୍ତ ମାନବତା ଓ ପୁରା ଦୁନିଆ ପାଇଁ ବିପଦ। ସେ ଆହୁରି କହିଛନ୍ତି ମଧ୍ୟ ଆମେ ଏହା କଥା ଉପରେ ସହମତ ଯେ ଆତଙ୍କବାଦ କେବଳ ରାଷ୍ଟ୍ର ଓ କ୍ଷେତ୍ର ପାଇଁ ହିଁ ବିପଦ ନୁହେଁ, ବରଂ ଏହା ଏକ ବିଶ୍ୱସ୍ତରୀୟ ବିପଦ। ଆମର ବିଶ୍ୱାସ ଯେ ଆମେ ଏକ ଅନ୍ତରାଷ୍ଟ୍ରୀୟ ସମ୍ପ୍ରଦାୟ ଭାବେ ଏକାଠି ହେବା ଉଚିତ ଏବଂ ମାନବତା ପାଇଁ ଉତ୍ତମ ଭବିଷ୍ୟତ ନିର୍ମାଣ ପାଇଁ ଆଗେଇବା ଉଚିତ। ଏହି ବୈଠକ ଆତଙ୍କବାଦର ମୁକାବିଲା କରିବା ଓ ଆମ ଲୋକ ଓ କ୍ଷେତ୍ର ପାଇଁ ଭଲ ଭବିଷ୍ୟତ ନିର୍ମାଣ ପାଇଁ ଏକାଠି କାମ କରିବାକୁ ଆମର ପ୍ରତିବଦ୍ଧତା ଉପରେ ଜୋର ଦେଇଥାଏ।